ନମସ୍କାର, ମୁଁ ଆପଣଙ୍କର ସିଦ୍ଧେଶ୍ୱର ପରିଡ଼ା। ଆଜି ଆସନ୍ତୁ ଶୁଣିବା ସ୍ୱଲିଖିତ ଏକ କ୍ଷୁଦ୍ର ଲେଖା, 5 ଆଙ୍ଗୁଠିର ଚିହ୍ନ। ନିହାତି ବଦମାସ ପୁଅଟା, ଯେତେ ମନା କଲେ ବି ମାନିଲନି। କେତେ ବୁଝାଇ କହିଥିଲି ଜୀବନରେ ଆଉ ଯେମିତି ସେମିତି ଭୁଲର ପୁନରାବୃତ୍ତି ନ ହୁଏ। ମୁଁ ବି କେମିତି ବା ଜାଣିବି ଯେ ତୁମ ଭାଇ ଘରେ ଅଛନ୍ତି ବୋଲି। ଅବଶ୍ୟ ତୁମେ ବହୁତ ଥର କହିଛ ଯେତେବେଳେ ପର୍ଯ୍ୟନ୍ତ ତୁମ ଫୋନ୍ ନ କରିଛ ସେତେବେଳେ ପର୍ଯ୍ୟନ୍ତ ମୋ ଫୋନ୍ କଲ୍ଟି ଯେମିତି ତୁମ ଫୋନ୍କୁ ନ ଯାଏ। ଭଲ ପାଇବା ପରଠାରୁ କେବଳ ସେଇ ଗୋଟିଏ ଦିନକୁ ଛାଡ଼ିଦେଲେ ଆଉ କେଉଁ ଦିନ ବି ସେମିତି ଦୁଷ୍ଟାମି କରିନି। ହେଲେ ଆଜି ତମର ଜନ୍ମଦିନ ନୁହେଁ, ତେବେ କ'ଣ ପାଇଁ ଏ ପାଗଳାମି? କାଲି ପର୍ଯ୍ୟନ୍ତ ସବୁ କିଛି ମାନିଥିଲି, ହେଲେ ଆଜି ଯେତେବେଳେ ତୁମ ପ୍ରେରଣାରେ ଏତେ ବଡ଼ ପରୀକ୍ଷାରେ କୃତକାର୍ଯ୍ୟ ହେଲି, ନ ଜଣେଇ ରହିପାରିଲିନି। ଲୁଚି ଲୁଚି ଆସିଛି। ହଁ, ମୁଁ ଜାଣିଛି କେମିତି। ତୁମ ପିଠିର ସେ ଦାଗ ଠିକ୍ ସୂଚାଇ ଦେଉଛି ତୁମ ଭାଇଙ୍କର ତୁମ ପ୍ରତି ଥିବା ଗଭୀର ଭଲ ପାଇବା। ପୁରା 5 ଆଙ୍ଗୁଠିର ଚିହ୍ନ। କହିଲନି ତ ଏସବୁ କେମିତି ହେଲା? ତୁମେ ଯେଉଁ ଫୋନ୍ କଲ୍ଟି କରିଥିଲ ସେଇ କଲ୍ଟି ଯାଇ ପଡ଼ିଥିଲା ଭାଇଙ୍କ ହାତରେ। ହେଲେ ତୁମେ ଏତେ ବୋକା? କେଉଁ ହିସାବରେ କଲ୍ଟି ରିସିଭ୍ କରୁ କରୁ ଆଇ ଲଭ୍ ୟୁ ବୋଲି କହିଦେଲ? ଲାଉଡ଼ ସ୍ପିକରରେ ଥିଲା। ରହୁଛି, ନମସ୍କାର।